ଓଂ ନମୋ ଭଗବତେ ବାସୁଦେବାୟ। ଆପଣ ଯାହା ବି କାମ କରୁଛନ୍ତି ସବୁ କାମରେ ବାଧା ଉତ୍ପନ୍ନ ହେଉଛି। ସବୁ କାମକୁ ଆପଣ ଯେତେ ସହଜରେ କରିବା ପାଇଁ ଚାହୁଁଛନ୍ତି ତାହା ସହଜ ପରିଲକ୍ଷିତ ହେଉନାହିଁ। ବହୁ କଷ୍ଟରେ ସେ କାମ କଲା ପରେ ମଧ୍ୟ କାମରେ ସଫଳତା ପାଉନାହାନ୍ତି ଏବଂ ଆପଣଙ୍କ କଥାକୁ ଯେକୌଣସି ବ୍ୟକ୍ତି ପାଖରେ ଉପସ୍ଥାପନ କରୁଛନ୍ତି ସେ କଥାକୁ ସେ ସହଜରେ ରିସିଭ୍ କରୁନାହିଁ। ଏଟା ହେଉଛି ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ମାତ୍ରାରେ ନକାରାତ୍ମକ ଶକ୍ତି ଅଛି ବୋଲି ଏସବୁ ଜିନିଷ ବା ଯାହା ବି କରୁଛନ୍ତି କୌଣସି ବ୍ୟକ୍ତି ତାହା ରିସିଭ୍ କରୁନାହିଁ କି କାମ ସହଜରେ ହେଉନାହିଁ। ସବୁ ପ୍ରକାର ବାଧା ଲାଗି ରହୁଛି। ଏହି ବାଧାକୁ ସହଜ ଉପାୟରେ ଆମେ ଦୂରୀଭୂତ କରିପାରିବା। କେତେଟା କଥାକୁ ଯଦି ଆମେ ମାନି ଠିକ୍ ସେ କାମ କରିବା ତାହେଲେ ସବୁ କଥାକୁ ବା ସବୁ କାମ ସହଜ ହୋଇଯାଏ, ସର୍ବ ବାଧା ଦୂରୀକରଣ ହୋଇଯାଏ। ଉପାୟଟି ଶନିବାର ବ୍ୟତୀତ ଅନ୍ୟ ଯେକୌଣସି ବାରରେ ଗୋଟିଏ ଅଶ୍ୱତ୍ଥ ପତ୍ର ଆଣିବେ, ତାକୁ ଗଙ୍ଗା ଜଳରେ ଧୋଇ ତା ଉପରେ କେଶର କିମ୍ବା ରକ୍ତ ଚନ୍ଦନରେ ଓଂ ନମୋ ଭଗବତେ ବାସୁଦେବାୟ ଲେଖିବେ। 3 ଥର ସେ ପତ୍ର ଉପରେ ଲେଖିବେ ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ। এই ଲେଖି ସାରିଲା ପରେ ଠାକୁର ଘର, ଯେଉଁ ଘରେ ଆପଣ ଠାକୁର ପୂଜା କରୁଛନ୍ତି, ଠାକୁର ଘରର ଠାକୁରଙ୍କର ଫଟୋ ତଳେ ରଖିଦେବେ, ପାଦ ତଳେ ରଖିବେ ଏବଂ ଭଗବାନଙ୍କୁ ପ୍ରାର୍ଥନା କରିବେ। ଭଗବତୀ ମଧ୍ୟ ପ୍ରାର୍ଥନା କରିପାରିବେ। ଓଂ ସର୍ବାବାଧା ବିନିର୍ମୁକ୍ତଂ ଧନ ଧାନ୍ୟ ସୁତାନ୍ୱିତ ମନୁଷ୍ୟ ମତ୍ପ୍ରସାଦେନ ଭବିଷ୍ୟତି ନ ସଂଶୟ। ଏ ମନ୍ତ୍ର ମଧ୍ୟ ପାଠ କରିପାରିବେ। ଏମିତି ଆପଣ ପ୍ରତ୍ୟହ ଗୋଟେ ପତ୍ର ଆଣିବେ, ଗଙ୍ଗା ଜଳ ଧୋଇବେ, ଓଂ ନମୋ ଭଗବତେ ବାସୁଦେବାୟ ଲେଖିବେ ଏବଂ ଠାକୁରଙ୍କ ପାଦ ତଳେ ରଖିବେ। ଓଂ ନମୋ ଭଗବତେ ବାସୁଦେବାୟ ଜପ କରିପାରିବେ। ନହେଲେ ସର୍ବାବାଧା ବିନିର୍ମୁକ୍ତଂ ଧନ ଧାନ୍ୟ ସୁତାନ୍ୱିତ ମନୁଷ୍ୟ ପ୍ରସାଦେନ ଭବିଷ୍ୟତି ନ ସଂଶୟ କଲେ କ୍ରମଶଃ ଧୀରେ ଧୀରେ ଆପଣଙ୍କର ସବୁ ବାଧା ଦୂରୀକରଣ ହେବ। ଆଉ ଗୋଟେ ସୁନ୍ଦର ଉପାୟ, ଶନିବାର ଦିନ ସୋରିଷ ତେଲରେ ଅଟା ଦିହରେ ଗୁଡ଼ ମିଶାଇ ଗୁଲଗୁଲା ଭଳି କରିବେ, ତାକୁ ଛାଣି ଗରିବ ଲୋକଙ୍କୁ ଦେବେ। ଯଦି ଆପଣ ଦାନ କରୁଛନ୍ତି ତାହେଲେ ଶନିଙ୍କର ପ୍ରକୋପ ମଧ୍ୟ ଦୂରୀଭୂତ ହେବ। ଶନିଙ୍କ ଦୟାରୁ ଆପଣ ସୁଖରେ ବା ଶାନ୍ତିରେ ରହିବେ। ସବୁ ବାଧା ସୂର୍ଯ୍ୟପୁତ୍ର ପ୍ରଭୁ ଶନିଦେବ ଦୂରୀଭୂତ କରିବେ। ଏହି ସୁନ୍ଦର ଉପାୟଟାଇ ମାନି କରନ୍ତୁ, ନିଶ୍ଚୟ ଈଶ୍ୱରଙ୍କର ଦୟାରୁ ସବୁ ବାଧା ଦୂରୀଭୂତ ହେବ। ଜୟ ଜଗନ୍ନାଥ।